ବାଲେଶ୍ୱର ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ସଭାପତି ସୂର୍ଯ୍ୟକାନ୍ତ କର ଏଥିରେ ସଭାପତିତ୍ୱ କରିବା ସହିତ ବ୍ୟାଙ୍କର ଅଭିବୃଦ୍ଧିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏନେଇ ନେଇଥିବା ଋଣ ପୈଠ ପାଇଁ ଖିଲାପୀଙ୍କୁ ସେ ନିବେଦନ କରିଥିଲେ। ଏଥିସହିତ ବ୍ୟାଙ୍କର ନେଣଦେଣ କ୍ଷେତ୍ରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଆଧୁନିକରଣ ବ୍ୟବସ୍ଥା ସମ୍ପର୍କରେ ସଭାପତି ସୂଚନା ଦେଇଥିଲେ। ବ୍ୟାଙ୍କ ପରିଚାଳନା ପରିଷଦର ଉପସଭାପତି ନିଶାମଣି ପ୍ରଧାନଙ୍କ ସମେତ ନିର୍ଦ୍ଦେଶକଙ୍କ ମଧ୍ୟରେ ଉମାକାନ୍ତ ମହାପାତ୍ର, ହୁର୍ମାତୁନ୍ ବିବି, ସୁସ୍ମିତା ନାୟକ, ଅତୁଲ କୁମାର ଶତପଥୀ, ମନୋଜ କୁମାର ରାଉତ, ରଶ୍ମି ଦାସ, ଦୁକୁଲ ଘଡ଼େଇ, ଉତ୍ପଲ ମହାନ୍ତି, ହରେନ ଚନ୍ଦ୍ର ରଣା, ଦୀପକ ଦାସ, ଜୟପ୍ରକାଶ ଦାସ, ଲୋକନାଥ ରଣା, ଶ୍ରୀମନ୍ତ ମାଝୀ ପ୍ରମୁଖ ଯୋଗ ଦେଇ ବ୍ୟାଙ୍କ ପରିଚାଳନାରେ ନିଜ ନିଜର ମତ ରଖିଥିଲେ। ଏହି ଅବସରରେ ଆସନ୍ତା 2025-26 ଆର୍ଥିକ ବର୍ଷର ବାର୍ଷିକ ବଜେଟ୍, ଉନ୍ନୟନ ଯୋଜନା ସହିତ ଏହି ବର୍ଷରେ କରାଯାଇଥିବା ବିଭିନ୍ନ ସଂଶୋଧନମୂଳକ ନିୟମାବଳୀ ସାଧାରଣ ସଭା ଦ୍ୱାରା ଅନୁମୋଦନ କରାଯାଇଥିଲା। ଏହା ବ୍ୟତୀତ ବ୍ୟାଙ୍କର ଅଗ୍ରଗତି, ନୂତନ ଯୋଜନା ଏବଂ ଆଗାମୀ ଆର୍ଥିକ ବର୍ଷର ଉନ୍ନତିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ କାନ୍ତ ବେହୁରା ବିଭିନ୍ନ ତଥ୍ୟ ଉପସ୍ଥାପନ ସହ ପରିଷଦ କର୍ମକର୍ତ୍ତା ଓ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।